ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ନଜର ପକାଇବା ଆଜିର ଟପ୍ ନ୍ୟୁଜ୍ ଅପଡେଟ୍ କ'ଣ ସବୁ ରହିଛି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସୁଚିନ୍ତିତ ମତାମତ ଦିଅନ୍ତୁ। ଯେଉଁମାନେ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ନୂତନ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରମୁଖ ଖବରଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ରାଇରଙ୍ଗପୁର ସହର କଚେରୀ ପଡ଼ିଆ ଷ୍ଟାଡିୟମଠାରେ ରାଇରଙ୍ଗପୁର ବନଖଣ୍ଡ ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ମିଳିତ ଉଦ୍ୟମରେ ଆୟୋଜିତ ଆଞ୍ଚଳିକ କଳିଙ୍ଗ ହାର୍ବାଲ ମେଳା ଉଦ୍ଘାଟିତ ହୋଇଯାଇଛି। ଏହା 5 ଦିନ ଧରି ଚାଲିବ। ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ସମ୍ମାନୀୟ ଅତିଥି ଭାବରେ ସାଂସଦ ନବଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟ ମୀନା ସୋରେନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ବୈଦ୍ୟନାଥ ମାଝୀ, ଏସିଏଫ୍ ପ୍ରଭାକର ମଲ୍ଲିକ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ତନ୍ମୟ ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବୈଦ୍ୟମାନଙ୍କର ସମାଗମ ହୋଇଛି। ପ୍ରାଚୀନ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀକୁ ଆଧାର କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଚେରମୂଳି ଓ ହାର୍ବାଲ ଔଷଧ ଇତ୍ୟାଦି ବିକ୍ରୟ ହେଉଛି। ଲୋକଙ୍କ ମଧ୍ୟରେ ପ୍ରାକୃତିକ ଆୟୁର୍ବେଦିକ ଚିକିତ୍ସା ପ୍ରଚାର ପ୍ରସାର ପାଇଁ ଏହା ଏକ ଅଭିନବ ପ୍ରୟାସ। ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମଧ୍ୟ ଏହି ମେଳାରେ ଭାଗ ନେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି ଏହି ମେଳାକୁ ସାଫଲ୍ୟ ମଣ୍ଡନ କରିବାକୁ ରାଇରଙ୍ଗପୁର ବନଖଣ୍ଡ ତରଫରୁ ଅନୁରୋଧ କରାଯାଇଛି। ପରବର୍ତ୍ତୀ ଖବର, ଆରକ୍ଷୀ ଅଧୀକ୍ଷକ ପରମଗୁଣ୍ଡୁପାଲି ରବିବାର ସନ୍ଧ୍ୟାରେ ଏଠାରେ ହୋଇଥିବା ସୂଚନା ଅନୁଯାୟୀ ଯଶପୁର ଥାନା ପୁଲିସ ନେତୃତ୍ୱରେ ଅସ୍ତକୁମାର ପଞ୍ଚାୟତରେ ଗୋପୀନାଥପୁର ଅଞ୍ଚଳରେ 2ଟି ସ୍ଥାନରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢ଼ାଉରେ 109 ଡେସିମିଲ୍ ଜମିରେ ବେଆଇନ ଭାବେ ଅଫିମ ଚାଷ କରାଯାଇଥିବା ମୋଟ 95,850 ଅଫିମ ଗଛକୁ ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ 1,91,70,000 ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ଜଣାଯାଇଛି। ଏ ସମ୍ପର୍କରେ 2ଟି ପୃଥକ ମାମଲା ଏନ୍ଡିସିପିସି ଆଇନ 18 ଧାରା ଅନୁଯାୟୀ ରୁଜୁ ହୋଇ ତଦନ୍ତ ଚାଲିଛି। ବେଆଇନ ଅଫିମ ଚାଷ କରାଯାଉଥିବା ଖବର ପାଇ ଯଶପୁର ପୁଲିସ ପକ୍ଷରୁ ବନ ଓ ଅବକାରୀ ବିଭାଗ ସହାୟତାରେ ଯଶପୁର ତହସିଲଦାରଙ୍କ ଉପସ୍ଥିତିରେ ରବିବାର 2ଟି ସ୍ଥାନରେ ବଡ଼ ଧରଣର ଚଢ଼ାଉ କରାଯାଇଥିଲା। ରୁଜୁ ହୋଇଥିବା 11/26 ନମ୍ବର ମାମଲା ଅନୁଯାୟୀ ଗୋପୀନାଥପୁର 90 ଡେସିମିଲ୍ ଜମିରେ ଚାଷ କରାଯାଇଥିବା 76,350 ଅଫିମ ଗଛକୁ ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ 1,52,70,000 ଟଙ୍କା ହେବ ବୋଲି କୁହାଯାଇଛି। ରୁଜୁ ହୋଇଥିବା ଅନ୍ୟ 12/26 ନମ୍ବର ମାମଲା ଅନୁଯାୟୀ ଗୋପୀନାଥପୁର 19 ଡେସିମିଲ୍ ଜମିରେ ଚାଷ କରାଯାଇଥିବା 19,500 ଅଫିମ ଗଛକୁ ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ 39 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର, ଝାରପକରିଆ ଥାନା ଇଲାକାରେ 49 ନମ୍ବର ଜାତୀୟ ରାଜପଥ ବିଭିନ୍ନ ସ୍ଥାନରୁ ରାତି 10ଟାରୁ ଭୋର ସୁଦ୍ଧା ଚଳାଇ ନିଷ୍ଠୁର ଭାବେ ନିଆଯାଉଥିବା 300ରୁ ଅଧିକ ଗୋରୁଙ୍କୁ ପୋଲିସ ଉଦ୍ଧାର କରିଛି। ଗୋରୁ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ 11 ଜଣଙ୍କୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି। ଏହି ଗୋରୁ ଚୋରା ଚାଲାଣ କାରବାରରେ ସମ୍ପୃକ୍ତ ଥିବା ମାଲିକଙ୍କ ସମ୍ପର୍କରେ ଅନୁସନ୍ଧାନ ଚାଲିଛି। ସମ୍ପୃକ୍ତ ଥିବା ଅନ୍ୟ ମାଫିଆଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ ହେବ ବୋଲି ଜଣାପଡ଼ିଛି। ବେଆଇନ ଗୋରୁ ଚାଲାଣ ଦ୍ୱାରା ବେଆଇନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୋରେ ସମ୍ପୃକ୍ତି ଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଦ୍ୱାରା ଚଢ଼ାଉ କରାଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି କୁହାଯାଇଛି। ଚଳାଇ ନିଆଯାଉଥିବା ଗୋରୁଙ୍କୁ ବେଆଇନ ଭାବେ କୌଣସି କାଗଜପତ୍ର ନଥାଇ ପଡ଼ୋଶୀ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ଏହି ଚଢ଼ାଉ କରାଯାଉଥିଲା। ଉଦ୍ଧାର କରାଯାଇଥିବା ଗୋରୁମାନଙ୍କ ମୁହଁରୁ ଦଉଡ଼ିରେ ଦୃଢ଼ ଭାବରେ ବନ୍ଧାଯାଇଥିବା ଶତାଧିକ କିଲୋମିଟର ଚାଲିକରି ଯାଉଥିବା ଗୋରୁ ଅଟକି ଯାଉଥିଲେ ମଧ୍ୟ ତାଙ୍କୁ ମାଡ଼ ମାରି ଜବରଦସ୍ତ ନିଆଯାଉଥିବା, ଗୁରୁତର ଭାବେ ଥିବା ଗୋରୁଙ୍କୁ ଦେହରୁ ରକ୍ତ ବାହାରୁଥିବା ସହିତ କାନ ଓ ଲାଞ୍ଜ ଛିଣ୍ଡି ଯାଇଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟବେଦାରକ ଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗୋରୁମାନଙ୍କୁ ଜାତୀୟ ରାଜପଥ ଚଳାଇ ସୀମାନ୍ତ ଜାମସଳା ଦେଇ ପଶ୍ଚିମବଙ୍ଗ ଥିବା ଏସିଆର ବୃହତ ଫେଙ୍କ ଗୋରୁ ହାଟକୁ ଚାଲାଣ କରାଯାଉଥିଲା। ପରବର୍ତ୍ତୀ ଖବର, ବାରିପଦା ଟାଉନ ଥାନା ଅଧୀନ 2ଟି ଭିନ୍ନ ସ୍ଥାନରୁ ପୁଣି 2ଟି ବିଦ୍ୟୁତ ଚାଳିତ ଇ-ରିକ୍ସା ଚୋରି ହୋଇଥିବା ନେଇ ଶନିବାର ଦିନ 2ଟି ପୃଥକ ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ଏହି ଥାନା ଅଧୀନ ବିଭିନ୍ନ ସ୍ଥାନରୁ 3ଟି ବିଦ୍ୟୁତ ଚାଳିତ ଅଟୋ ଚୋରି ହୋଇଥିବା ନେଇ 3ଟି ପୃଥକ ମାମଲା ରୁଜୁ କରାଯାଇଥିଲା। ଏହି ଚୋରି ବୃଦ୍ଧି ନେଇ ସହରରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ 11 ନମ୍ବର ୱାର୍ଡ ସୁନାମୁହିଁ ନିବାସୀ ପ୍ରଦୀପ ଚନ୍ଦ୍ର ମହାନ୍ତିଙ୍କ ଘର ସମ୍ମୁଖରେ ତାଲା ପକାଇ ରଖାଯାଇଥିବା ଇ-ରିକ୍ସା OD 11AH 0618 ଚୋରି ହୋଇଥିବା ନେଇ 50/24 ନମ୍ବର ଏକ ମାମଲା ରୁଜୁ ହୋଇଛି ଏବଂ 18 ନମ୍ବର ୱାର୍ଡ ନହରପଦା ଘର ସମ୍ମୁଖରେ ଗାଡ଼ି ଚାଳକ ରବି ସିଂ ରଖିଥିବା ଇ-ରିକ୍ସା
OD 11AH2621 ଚୋରି ହୋଇଥିବା ସମ୍ପର୍କରେ 11 ନମ୍ବର ୱାର୍ଡର ନିର୍ମଳ ସେନଙ୍କ ଅଭିଯୋଗ କ୍ରମେ 51/24 ନମ୍ବରରେ ଅନ୍ୟ ଏକ ମାମଲା ଶନିବାର ରୁଜୁ ହୋଇଛି। ତଦନ୍ତ ଜାରି ରହିଛି। ପରବର୍ତ୍ତୀ ଖବର, ରାଇରଙ୍ଗପୁର ଯଶପୁର ମୁଖ୍ୟ ରାସ୍ତାରେ 2 ତାରିଖରେ ରାଣୀବନ୍ଧ ନିକଟସ୍ଥ ବଡ଼ଧରଣର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଯାତ୍ରୀବାହୀ ବସ୍ ସହିତ ଗୋଟିଏ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍ରେ ଥିବା 3 ଜଣ ଯୁବକ ମୃତ୍ୟୁ ଘଟିଥିଲା। ଗତକାଲି ଶନିବାର ବିଳମ୍ବିତ ରାତିରେ ଏହି ସ୍ଥାନରେ ଦୁର୍ଘଟଣା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁଙ୍କ ଠାରୁ ସୂଚନା ପାଇ ହାତବାଦାଳା ଫାଣ୍ଡି ଅଧିକାରୀ ମୋହନ କୁମାର ସାହୁ ଘଟଣାସ୍ଥଳରୁ ଜଣେ ବାଇକ୍ ଆରୋହୀକୁ ଉଦ୍ଧାର କରିଥିଲା। ବାଇକ୍ ଆରୋହୀ ଜଣକ ବାଦାମପାହାଡ଼ ଥାନା ଅନ୍ତର୍ଗତ ଜରଦା ପଞ୍ଚାୟତ ବଣକାଣ୍ଡ ଗ୍ରାମର ଦାସମାତ ଟୁଡୁ, ବୟସ 25 ବର୍ଷ ବୋଲି ଜଣାଯାଇଛି। ଦାସମାତ କ୍ରୀଡ଼ା ପ୍ରତିଯୋଗିତା ଦେଖିବାକୁ ଗାଁକୁ ଆସି ରାତିରେ ରାଇରଙ୍ଗପୁର ଫେରୁଥିବା ସମୟରେ ରାଣୀବନ୍ଧ ନିକଟରେ ଥିବା ଗାଡ଼ି ପାର୍କିଂ ଅଞ୍ଚଳରେ ଥିବା ଗୋଟିଏ ଟ୍ରକ୍ ସହିତ ତାଙ୍କ ବାଇକ୍ର ଧକ୍କା ହୋଇଥିଲା। ପରବର୍ତ୍ତୀ ଖବର, ବିଶୋଇ ବ୍ଲକ ଭାତଛତର ପଞ୍ଚାୟତ କାଶୀପାଣି ଗ୍ରାମ ନିକଟ ତାଳବନ ଜଙ୍ଗଲରୁ ଜଣେ ବୃଦ୍ଧଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ସମୟରେ ଗଳିତ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତ ବୃଦ୍ଧଙ୍କର ବୟସ 60 ବର୍ଷ ଉପରେ ହେବ ବୋଲି ଅନୁମାନ କରାଯାଉଛି। ସେ ନୀଳ ରଙ୍ଗର ସାର୍ଟ ଏବଂ ମାଟିଆ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଇଛି। ପୁଲିସ ଗଳିତ ମୃତଦେହକୁ ଉଦ୍ଧାର କରି ବାରିପଦାସ୍ଥିତ PRM ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ଏବଂ କେସ୍ ନମ୍ବର 1/24ରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ରଖିଛି ପୋଲିସ। ପରବର୍ତ୍ତୀ ଖବର, ଦୁଆରଶୁଣୀ ଶକ୍ତିପୀଠରେ ଚାଲିଛି ଅଖଣ୍ଡ ହରିନାମ। 5 ଦିନ ଧରି ଚାଲିଥିବା ଘାଟି ମେଳାରେ ଦ୍ୱିତୀୟ ଦିବସରେ 5000ରୁ ଅଧିକ ଲୋକଙ୍କର ସମାବେଶ ହୋଇଥିଲା। ଦେବୀଙ୍କ ଦର୍ଶନ ସହ ଅଖଣ୍ଡ ହରିନାମ ନିଜକୁ ନିମଗ୍ନ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସମେତ ଜିଲ୍ଲାର ବିଭିନ୍ନ ବହୁ ଲୋକଙ୍କର ସୁଅ ଛୁଟିଥିଲା। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଭିଡ଼ ଦିନ ତମାମ ଲାଗି ରହିଥିଲା। ସୋମବାର ଏବଂ ମଙ୍ଗଳବାର ଦିନ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା। 8ଟି ସଂକୀର୍ତ୍ତନ ଦଳ ହରିନାମ ସାମିଲ ହୋଇଥିବା ବେଳେ ଅହରହ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଟ୍ରଷ୍ଟ ବୋର୍ଡ ତରଫରୁ କରାଯାଇଥିଲା। ବିଭିନ୍ନ ସ୍ଥାନରୁ ଆସି ପସରା ମେଳାଇଥିବା ଉଠା ଦୋକାନୀମାନଙ୍କ ନିକଟରେ ପ୍ରବଳ ଭିଡ଼ ଗହଳି ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଖବର, ନିକଟରେ ରାଜ୍ୟରେ 89ଟି ଟ୍ରମା ସେଣ୍ଟର ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 2023 ମସିହା ସେପ୍ଟେମ୍ବର 15 ତାରିଖରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ସମେତ ଜିଲ୍ଲାର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ବେତନଟୀ, ବାଙ୍ଗିରିପୋଷି, ଜୟପୁର, ରାଇରଙ୍ଗପୁର ଡାକ୍ତରଖାନାରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କର ଆଶୁ ଚିକିତ୍ସା ନିମନ୍ତେ ଟ୍ରମା ସେଣ୍ଟର ଖୋଲିବା ନିମନ୍ତେ ଘୋଷଣା କରାଯାଇଥିଲା। ମାତ୍ର ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଛି। କେବଳ ବେତନଟୀ ନୁହେଁ, 18 ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ବୈଶିଙ୍ଗା ଡାକ୍ତରଖାନା ନିମନ୍ତେ ମଧ୍ୟ ଟ୍ରମା ସେଣ୍ଟରର ଆବଶ୍ୟକତା ରହିଛି। ମାତ୍ର ବିଜେଡି ସରକାର ବେଳେ ଘୋଷଣାରେ ରହିଗଲା। ଫଳରେ ଦୁର୍ଘଟଣାଗ୍ରସ୍ତ ରୋଗୀ ଆଶୁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ବଡ଼ସାହି ବିଧାୟକ ମଧ୍ୟ ଏହି ଟ୍ରମା ସେଣ୍ଟର ଖୋଲିବା ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ। ମାତ୍ର ବେତନଟୀରେ ଟ୍ରମା ସେଣ୍ଟର ବ୍ୟବସ୍ଥା ନଥିବାରୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ 220 କିଲୋମିଟର ଅତିକ୍ରମ କରି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ରେଫର କରାଯାଉଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।